ପିଲାମାନେ ଚାଲ ଆଜି ଆମେ ପଢ଼ିବା ତୁମ ହସ ଖେଳ ବହିର ପାଠ ନାମ ହେଲା ମନ ବଦଳିଲା। ପାଠ ନମ୍ବର ପିଲାମାନେ 14। ଚାଲ ତାହେଲେ ପାଠଟି ଆରମ୍ଭ କରିବା। ଦେଖ, ଫଗୁଣ ମାସ ଭାରି ଖରା। ଫଗୁଣ ମାସରେ ପିଲାମାନେ ଭାରି ଖରା ହେଉଥାଏ, ବେଶୀ ଖରା ହେଉଥାଏ। ଫୁଲ ଫଳ ଭରା ବଣ। ଶିକାରୀଟିଏ ଧନୁଶର ଧରି ବଣକୁ ପଶିଲା। ଗୋଟେ ଶିକାରୀ ପିଲାମାନେ ଧନୁ ଏବଂ ଶର ଧରି ସେ କୋଉଠି ଗଲା? ବଣ ଭିତରକୁ ପଶିଲା। ବୁଲି ବୁଲି ଥକି ପଡ଼ିଲା। ସେ ବୁଲି ବୁଲି ଇଆଡ଼ୁ ସିଆଡ଼ୁ ଯାଇକି ଥକି ପଡ଼ିଲା, ହାରିଗଲା। ଶିକାରଟିଏ ପାଇଲା ନାହିଁ। ସେ ଜଙ୍ଗଲ ସବୁଆଡ଼ୁ ବୁଲିଲା, ହେଲେ କିଛି ମଧ୍ୟ ଶିକାରୀଟିଏ ପାଇଲା ନାହିଁ। ସେ ଶିକାରଟି ପାଇଲା ନାହିଁ। ତାକୁ ଭାରି ଶୋଷ ହେଲା। ତାକୁ ବେଶୀ ଶୋଷ ଲାଗିଲା। ଦେହ ହାତ ଥର ଥର ହେଲା। ତାର ଦେହ ହାତ ଶୋଷ ହେଇଗଲାକୁ ତାର ଦେହ ହାତ କ'ଣ ହେଲା? ତାର ଦେହ ହାତ ଥରିଗଲା। କଇଥ ଗଛ ତଳେ କଚାଡ଼ି ହୋଇ ପଡ଼ିଲା। ସେ ଗୋଟିଏ ଗଛ, ସେ ଗଛର ନାମ କ'ଣ? ସେ ଗଛର ନାମ ହେଲା କଇଥ ଗଛ। କଇଥ ଗଛ ପିଲାମାନେ ସେ କଚାଡ଼ି ହୋଇ ପଡ଼ିଗଲା। ଦେଖ, ଏଇଟା ସେ ଶିକାରୀ, ଦେଖୁଛ ନା? ହାତରେ କ'ଣ ଧରିଛି? ହାତରେ ଦେଖ ଧନୁଶର ଧରିଛି। ଏଇଟା ଧନୁ ଦେଖ, ଏଇଟା ଏଇ ହାତରେ ଶର ଧରିଛି। ଏଇଟା ସେ କଚାଡ଼ି ହୋଇ ଏଇ ଗଛରେ ସେ ପଡ଼ିଗଲା। ଦେଖ ପିଲାମାନେ, ଏଇଟା ସେହି ଜଙ୍ଗଲ ଭିତରେ ସେ ଶିକାର କରିବା ପାଇଁ ସେ ଶିକାରୀଟି ଆସିଅଛି। ଦେଖ ପିଲାମାନେ, ଏଇଟା ଶିକାରୀଟି ପଡ଼ିଛି ଗଛ ତଳେ, କଇଥ ଗଛ ତଳେ ପଡ଼ିଛି। ତ ଦେଖ, ଶିକାରୀକୁ ଦେଖି ହାତୀ ମନରେ ଦୟା ଆସିଲା। ସେ ଶିକାରୀ ପଡ଼ିଥିଲା ପିଲାମାନେ ସେ ଗଛ ତଳେ, ହେଲେ ଏଇଟା ହାତୀ ଦେଖ, ହାତୀ ସେ ଶିକାରୀକୁ ଦେଖି ତା ମନରେ କ'ଣ? ତା ମନରେ ଦୟା ଆସିଲା। ଯେତେବେଳେ ଶିକାରୀଟା ଥକି ଯାଇକି ପଡ଼ିଛି ଖରାରେ ପିଲାମାନେ, ତ ସେଇ ସମୟରେ ହାତୀ ଦେଖିଲା ଏବଂ ହାତୀକୁ ଭାରି ଦୟା ଲାଗିଲା। ପାଣି ଆଣି ତା ଦେହରେ ପିଚିକାରି କଲା। ପିଲାମାନେ, ହାତୀ ଯେତେବେଳେ ଦେଖିଦେଲା, ହାତୀକୁ ଭାରି ଦୟା ହେଲା ଏବଂ ହାତୀଟା ପାଣି ଆଣିବା ପାଇଁ ଗଲା ଏବଂ ପାଣି ଆଣିଲା ଆଉ ତା ଦେହରେ, ସେ ଶିକାରୀର ଦେହରେ ଛିଞ୍ଚି ଦେଲା। ଦେଖ ପିଲାମାନେ, ହାତୀଟା ତା ଶୁଣ୍ଠ ଧରିକି ଏଇ ଶିକାରୀର ଦେହରେ ଦେଖ ଛିଞ୍ଚୁଛି ପାଣି। ଏଇଟା ଦେଖୁଛ ନା? ଶିକାରୀ ଚେତା ଫେରି ଆସିଲା। ଶିକାରୀର ତାର ଚେତା ଯେତେବେଳେ ପଡ଼ି ଯାଇଥିଲା, ପାଣି ଯେତେବେଳେ ତା ଦେହରେ ପଡ଼ିଲା, ତାର ଚେତାଟା ଫେରି ଆସିଲା। କାହାର ଚେତା ଫେରି ଆସିଲା? ଶିକାରୀର ଚେତା ଫେରି ଆସିଲା। ହାତୀ ଆଡ଼କୁ ଚାହିଁଲା। ସେ ଯେତେବେଳେ ତା ଚେତା ଫେରି ସେ ଉଠିଲା, ଦେଖିଲା ଏବଂ ହାତୀ ଆଡ଼କୁ ସେ ଦେଖିଲା। ଏଇଟା ହାତୀ ଦେଖ, ତା ସାମ୍ନାରେ ଅଛି। ଚେତା ଯେତେବେଳେ ଫେରିବ, କାହାକୁ ଦେଖିବ? ସେ ସାମ୍ନାରେ ଯିଏ ହାତୀ ଅଛି, ହାତୀ ଆଡ଼କୁ ସେ ଦେଖିଲା। ହାତୀକୁ ଦେଖି ତାର ମନ ବଦଳିଗଲା। ସେ ହାତୀକୁ ଯେତେବେଳେ ଦେଖିଦେଇଛି, ତା ମନଟା କ'ଣ ହେଲା? ତା ମନଟା ପୁରା ବଦଳିଗଲା। ସେ ଧନୁଶର ଫୋପାଡ଼ି ଦେଲା। ସେ ହାତରେ ଯେଉଁ ଧନୁଶର ଧରିଥିଲା ପିଲାମାନେ, ଶିକାର କରିବା ପାଇଁ ଜଙ୍ଗଲକୁ ଯାଇଥିଲା ନା, କ'ଣ ଧରିକି ଯାଇଥିଲା? ସେ ହାତରେ ଧନୁଶର ଧରି ଯାଇଥିଲା ଏବଂ ଯେତେବେଳେ ଶିକାର କରିବା ପାଇଁ ଯାଇଥିଲା, ତ କ'ଣ ହେଲା? ସେ ଖରାରେ ଧେଇଁସେଇଁ ହେଇକି ପଡ଼ିଗଲା, କଚାଡ଼ି ପଡ଼ିଗଲା। ତ ଯେତେବେଳେ ପଡ଼ିଯାଇଛି, ଆଉ ଏ ହାତୀଟି ଆସିଛି, ଆଉ କ'ଣ କରୁଛି? ସେ ଶିକାରୀକୁ ତା ଦେହରେ ପାଣି ପିଚିକାରି କରିଛି ଏବଂ ଯେତେବେଳେ ପିଚିକାରି କରିଛି, ସେ ଲୋକର, ସେ ଶିକାରୀର ତା ଚେତାଟା ଫେରି ଆସିଛି ଏବଂ ଫେରି ଆସିଲା ପରେ କ'ଣ କଲା? ହାତୀକୁ ଯେତେବେଳେ ଦେଖିଦେଲା, ତା ହାତରେ ଯେଉଁ ଧନୁଶର ଥିଲା, ସେ ଧନୁଶରକୁ ସେ ଫିଙ୍କି ଦେଲା, ଫୋପାଡ଼ି ଦେଲା। କିଏ ଫୋପାଡ଼ି ଦେଲା ଧନୁଶରକୁ? ସେଇ ଶିକାରୀ ଜଣକ। ଦେଖ, ଏଇଟା ସେ ଶିକାରୀ ପିଲାମାନେ, ଏଇଟା ସେ ଶିକାରୀ, ଏଇଟା ସେ ହାତୀ। ସେ ଜଙ୍ଗଲର ଜୀବଜନ୍ତୁକୁ ମାରିବା ପାଇଁ ଧନୁଶର ଧରି ଯାଇଥିଲା ଏବଂ ତା ଜୀବକୁ କିଏ ବଞ୍ଚାଇଛି? ତା ଜୀବନକୁ ସେଇ ହାତୀ ବଞ୍ଚାଇଛି। ଧନୁଶର ଫିଙ୍କିଦେଲା ହାତୀ ସହିତ। ସେ କ'ଣ ହେଲା? ସେ ସାଙ୍ଗ ହେଲା ବା ବନ୍ଧୁତ୍ୱ ବାନ୍ଧିଲା। ଦେଖ,
ଚାଲ ପିଲାମାନେ ଦେଖ ଅଭ୍ୟାସ କାର୍ଯ୍ୟକ୍ରମ କରିବା। ଚାଲ ପିଲାମାନେ ଅଭ୍ୟାସ କରିବା। ଦେଖ ନମ୍ବର 1 ଦେଖ ଆସ କହିବା। କ ନମ୍ବରରେ ଦେଖ କ'ଣ ଲେଖାଯାଇଛି? ଶିକାରୀର ଦେହ ହାତ କ'ଣ ହେଲା? ଶିକାରୀର ଦେହ ହାତ ଥରିଗଲା। କାହିଁକି ଥରିଗଲା ପିଲାମାନେ? ସେ ଖରାରେ ବୁଲି ବୁଲି ତାକୁ ଭାରି ଶୋଷ ହେବାରୁ ତା ଦେହ ହାତ ଥରିଗଲା। ସେ କେଉଁ ଗଛ ମୂଳରେ ପଡ଼ିଗଲା? କଇଥ ଗଛ ମୂଳରେ ପଡ଼ିଗଲା। ଚାଲ ଦେଖିନେବା ସେ କେଉଁ ଗଛ ମୂଳରେ ପଡ଼ି ରହିଲା ପିଲାମାନେ। ସେ ଦେଖ କେଉଁ ଗଛର ମୂଳରେ ପଡ଼ିଲା? ଦେଖ ଏଠି ଲେଖା ଅଛି କଇଥ ଗଛ ମୂଳରେ ସେ ପଡ଼ିଲା। ଦେଖିଲ ଦେଖ ନମ୍ବର ଗ ଦେଖ ଶିକାରୀ କାହିଁକି ଧନୁଶର ଫୋପାଡ଼ି ଦେଲା? ପିଲାମାନେ ଶିକାରୀ କାହିଁକି ଧନୁଶର? ଯେହେତୁ ସେ ଯାହାକୁ ମାରିବା ପାଇଁ ଜଙ୍ଗଲକୁ ଯାଇଛି, ଯେ ଜୀବଜନ୍ତୁକୁ ତାର ଜୀବନ ସେହି ଜୀବଜନ୍ତୁ ବଚାଇଛନ୍ତି, ଯେ ହାତୀ ବଚାଇଛି ପିଲାମାନେ, ସେଥିପାଇଁ ତା ମନଟା ବଦଳିଗଲା ଏବଂ ମୁଁ ଆଜିଠାରୁ ଆଉ କ'ଣ କରିବି ନାହିଁ? ମୁଁ ଜୀବ ହତ୍ୟା କରିବି ନାହିଁ କିମ୍ବା କୌଣସି ପଶୁ ପକ୍ଷୀକୁ ଶିକାର କରିବି ନାହିଁ ବୋଲି ସେ ପ୍ରତିଜ୍ଞା କଲା ଏବଂ ତା ହାତରୁ ଧନୁଶର ଫୋପାଡ଼ି ଦେଲା। ଦେଖ ନମ୍ବର 2 ଦେଖ ନମ୍ବର 2 ଦେଖ ଏଇଟା ଦେଖ ପିଲାମାନେ, ଏଇଟା ହେଲା କ'ଣ? ସର, ଏଇଟା ରଥ, ଏଇଟା କଇଥ, ଏଇଟା ଅସରପା, ଏଇଟା ବସ୍, ଏଇଟା ଥାଲି, ଏଇଟା କ'ଣ? ଏଇଟା ହେଲା ପଣସ। ଏଇଟା ଦେଖ ଏଇଟା ସର, ଏଇଟା କ'ଣ? ଏଇଟା ହେଲା ଶୁଆ, ଏଇଟା ଶଗଡ଼ ଗାଡ଼ି, ଏଇଟା ଶାଗୁଣା, ଇଏ ହେଉଛନ୍ତି ଋଷି। କ'ଣ ଦେଖ ଏଇଟା ହେଲା ହାତୁଡ଼ି, କାର, ଫୁଲକୁଣ୍ଡ, ଫରୁଆ, ନଡ଼ିଆ, ଫାଟକ। କ'ଣ ଲେଖିଛି ଦେଖ? ଉପର ଚକ୍ରି ମଧ୍ୟରେ ଥିବା ଅକ୍ଷର ଗୁଡ଼ିକ କେଉଁ କେଉଁ ଶବ୍ଦରେ ଅଛି? ଗାର ଟାଣି ଯୋଡ଼ିବା। ବୁଝିଲ? ଦେଖ ଫରେ କେଉଁଟା ଅଛି ପିଲାମାନେ? ଦେଖ ଫରେ ଅଛି, ଆମେ କ'ଣ କରିବା? ଏଇ ଚକ୍ରି ଭିତରେ ଯେଉଁ ଶବ୍ଦଟା ତାହାକୁ ଏଇ ଶବ୍ଦ ସହିତ କେଉଁ କେଉଁଟା ସମାନ ଅଛି ତାହାକୁ ଆମେ କ'ଣ କରିବା? ଗାର ଟାଣିବା। ଦେଖ ଫରେ କେଉଁଟା ଅଛି? ଫରେ ହେଲା ଫୁଲ କୁଣ୍ଡ, ଫରେ ଫରୁଆ, ଫରେ ଫାଟକ। କେତୋଟି ହେଲା? 3ଟି ହେଲା ଏଥିରେ। ଫରେ 3ଟି ହେଲା। ଚାଲ ଆଉ କି ଦେଖିବା। ଦେଖ ଥରେ କେତୋଟି ଅଛି? ଥରେ ଅଛି ଦେଖ କଇଥ, ରଥ, ଥାଲି, ଏଥିରେ ବି 3ଟି ଅଛି। ଥରେ ବି 3ଟି ଅଛି ପିଲାମାନେ। ସରେ ଦେଖିବା କେଉଁଠି ଶବ୍ଦ ଅଛି? ଦେଖ ସରେ ହେଲା ସର, ଶୁଆ, ଶଗଡ଼, ଶାଗୁଣା। କେତୋଟି ହେଲା? 1 2 3 4। ଏଥିରେ ସରେ 4ଟି ଅଛି। ଦେଖିଲ? ଚାଲ ଆଉ ଦେଖିବା। ଦେଖ ନମ୍ବର 3 ଆସ ଛଜାଡ଼ି କହିବା। ଥଇକ, ରଫସ, ଲଫ, ରସ, ଥଳ, ଲିଥା। କେମିତି ଶୋଇବେ ପିଲାମାନେ? ଦେଖ ଏଇଟା କ'ଣ ହବ? ଏଇଟା ହେବା କଇଥ, ସେଟା ହେବା କଇଥ। 2 ନମ୍ବରଟା ହେବା କ'ଣ ହେବ ପିଲାମାନେ? ଫସଲ ହବ। ଏଇଟା କ'ଣ ହେବ?
ଫସଲ। ତିନିଟା କ'ଣ ହେବ ପିଲାମାନେ ଲପ ଅଛି ଏଇଟା ହେବ ଫଲ। 4 ନମ୍ବର କ'ଣ ହେବ ପିଲାମାନେ ରସ ଅସି ଏଇଟା ହେବ ସର। ଏଇଟା କ'ଣ ହେବ ପିଲାମାନେ ଥର ଅଛି ଏଇଟା ହେବା ରଥ। লিথা କ'ଣ ହେବ ପିଲାମାନେ ଏଇଟା ହେବା ଥାଲି। ବୁଝିଲ ଏମିତି ସଜେଇକି 3 ନମ୍ବରଟା କରିବ। ଦେଖ ନମ୍ବର 4 କ'ଣ ଅଛି କ ବଣ ନଥିଲେ ଆମର କ'ଣ ଅସୁବିଧା ହୁଅନ୍ତା ପିଲାମାନେ ଜଙ୍ଗଲ ଯଦି ନଥିଲେ ଆମର କ'ଣ ଅସୁବିଧା ହୁଅନ୍ତା ପିଲାମାନେ ଦେଖ ଏକ ତ ବର୍ଷା ନି ହୁଏ ଯଦି ଜଙ୍ଗଲ ନେଇଥିଲେ ବର୍ଷା ହେବାର ସମ୍ଭାବନା ନ ପିଲାମାନେ ଜଙ୍ଗଲ ଲାଗି ଆମର କ'ଣ ଅଛି ବର୍ଷା ହେଉଛି। 2 ନମ୍ବର ଆମେ ଅମ୍ଳଜାନ ବଞ୍ଚିବା ଲାଗି ଆମେ ଅମ୍ଳଜାନ ଦରକାର। ଜଙ୍ଗଲ ଲାଗି ଆମର ମାଟିଟା କ୍ଷୟ ନି ହେବା ମୃତ୍ତିକା ସଂରକ୍ଷଣ ହେଇପାରୁଛେ। ଜଙ୍ଗଲ ଲାଗି ଆମର ସବୁ କିଛି ପିଲାମାନେ ଜଙ୍ଗଲ ଲାଗି ଆମେ ବଞ୍ଚିପାରୁ ଜଙ୍ଗଲ ଯଦି ନେଇଥାନ୍ତା ଗଛ ନେଇଥିଲେ ଆମେ ବଞ୍ଚି ପାରନ୍ତା ନାହିଁ। ଦେଖ ନମ୍ବର ଖ ଦେଖ ତୁମ ଘର ପାଖରେ କି ଫୁଲ ଓ ଫଳ ଗଛ ଅଛି ପିଲାମାନେ ତୁମ ଘର ପାଖରେ କେଉଁ କେଉଁ ଗଛ ଫୁଲ ଗଛ ଲଗାଇଛ ପିଲାମାନେ ସେଇ ଗଛ ମାନେ କ'ଣ କରିବ ଏଥିରେ ଲେଖିବ। କ'ଣ କ'ଣ ଅଛି ପିଲାମାନେ ଦେଖ ଆମେ ଘର ପାଖରେ ଟଗର ମନ୍ଦାର ମଲ୍ଲି ଫୁଲ ଗେଣ୍ଡୁ ଫୁଲ ଅନେକ ଫୁଲ ଆମେ ଲଗାଇଥାଉ। ଠିକ୍ ଯେଉଁ ଫୁଲ ମାନେ ଅଛି ପିଲା ସେଟା ଲେଖିବ। ଓକେ ଦେଖ ନମ୍ବର 5ର କ ଖାଲି ଘରରେ ସଂଖ୍ୟା ଲେଖିବା। ଏଇଟା କ'ଣ ପିଲାମାନେ ଏଇଟା ହେଲା 7ଟି 1 2 3 4 5 6 7 ଏଇଟା କେତେ ଅଛି ଫଳ 7ଟି 7ରୁ ଆମେ ଯଦି 1 ମାଇନସ୍ କରିବା କେତେ ହେବ ପିଲାମାନେ ଏଇ 7ଟିରୁ ଯଦି ଗୋଟିଏ ଆମେ କାଟିଦେବା ହେଲେ ଆମ ପାଖରେ କେତୋଟି ବଞ୍ଚିବ 7ରୁ 1 ଗଲେ କେତେ 6ଟି କମଲା ବଞ୍ଚିବ। এইটা দেখো 5টি ଅଛି 1 2 3 4 5 5ରୁ 1 ମାଇନସ୍ କେତେ ବଞ୍ଚେ ପିଲାମାନେ ଏଠି କେତେ ଲେଖିବା ଏଥିରେ ଲେଖିବା 4 ବଞ୍ଚିବ ନା। ତ এইটা ଦେଖ 3ଟି କ'ଣ ଅଛି କଲମ ଅଛି 3ଟି କଲମରୁ ଆମେ ଯଦି ଗୋଟିଏ କଲମ ମାଇନସ୍ କରିଦେବା ଅନ୍ୟ ଜଣେ ଗୋଟିଏ ଦେଲେ ଆମ ପାଖରେ କେତୋଟି ବଞ୍ଚିବ ପିଲାମାନେ 2ଟି ବଞ୍ଚିବ। এইটা দেখো କ'ଣ ଲେଖିଛି ନମ୍ବର ଖ ଛବି କରି ଦେଖିବା। 8ଟି ପେନସିଲ ଏଥିରେ କେତେ ପେନସିଲ ପିଲାମାନେ ଗଣିଦେବା 8ଟି ଅଛି 1 2 3 4 5 6 7 8 ଏଥିରେ 8ଟି ପେନସିଲ ଅଛି। 8ଟି ପେନସିଲରୁ ଆମେ କେତୋଟି ମାଇନସ୍ କରିବା ଦେଖ 1ଟି ମାଇନସ୍ କରିଲେ ଏଇଟା ଗୋଟେ ପେନସିଲ ଆମେ କାଟିଦେଲେ କେତେ ବଞ୍ଚିବ ଆମ ପାଖରେ କେତୋଟି ପେନସିଲ ବଞ୍ଚିବ ଆମ ପାଖରେ ବଞ୍ଚିବ 7ଟି ପେନସିଲ ବଞ୍ଚିବ। ଦେଖ ନମ୍ବର କେତେ ନମ୍ବର 6 ଏଇଟା କେତେ ଜଣ ଅଛନ୍ତି ପିଲାମାନେ କେତେଟା ଅଛନ୍ତି 9 ଜଣ ଅଛନ୍ତି। 9ରୁ ଆମେ ଗୋଟିଏ ଯଦି କାଟିଦେବା କେତେ ବଞ୍ଚିବ ପିଲାମାନେ ଏଥିରେ ଯଦି ଗୋଟିଏ ମାଇନସ୍ ହେଲେ କେତେ ହେବ ଆମ ପାଖରେ କେତେ ବଞ୍ଚିବ 8 ଜଣ ବଞ୍ଚିବେ। ଏଇ 8 ଜଣ ଯଦି ଆଉ ଜଣେ କାଟିଦେଲେ ଆମ ପାଖରେ କେତେ ଜଣ ବଞ୍ଚିବେ ଆମ ପାଖରେ 7 ଜଣ ବଞ୍ଚିବେ। ଦେଖ 7ରୁ ପୁଣି 1 ମାଇନସ୍ ହେଲେ କେତେ ଜଣ ପିଲା ବଞ୍ଚିବେ 6 ଜଣ ବଞ୍ଚିବେ। 6ରୁ ପୁଣି ଯଦି ଗୋଟିଏ ମାଇନସ୍ ହେଲେ ଆଉ କେତେ ଜଣ ପିଲା ବଞ୍ଚିବେ 5 ଜଣ ରହିବେ। ଯଦି 5ରୁ ଯଦି ଆଉ ଜଣେ ଚାଲିଯାଏ ତାହେଲେ ଆଉ କେତେ ଜଣ ବଞ୍ଚିବେ ତାହେଲେ ଗଣିନେବା 1 2 3 4 ଆମ ପାଖରେ 4 ଜଣ ବଞ୍ଚିବେ। ଦେଖ 4 ଜଣରୁ ପୁଣି ଯଦି ଜଣେ ଚାଲିଯାଏ ତାହେଲେ କେତେ ଜଣ ବଞ୍ଚିବେ ଆମ ପାଖରେ 3 ଜଣ ବଞ୍ଚିବେ। 3ରୁ ଯଦି
ଆଉ ଗୋଟେ ଜଣ ଘରକୁ ଯଦି ଚାଲିଯାଏ ତାହେଲେ କେତେ ଜଣ ବଞ୍ଚିବେ ଆମ ପାଖରେ? 2 ଜଣ। ଯଦି 2 ଜଣରୁ ପୁଣି ଜଣେ ଯଦି ଚାଲିଯାଏ ତାହେଲେ କେତେ ବଞ୍ଚିବେ ପିଲାମାନେ? ଜଣେ ବଞ୍ଚିବ। ଜଣେରୁ ଯଦି ସେ ବି ଯଦି ଚାଲିଯାଏ ତା ମାମୁଁ ଘରକୁ ତାହେଲେ ଆମ ପାଖରେ କେତେ ବଞ୍ଚିବେ? ଆମ ପାଖରେ 0 ପିଲା ରହିବେ। ସମସ୍ତେ ତ ଚାଲିଗଲେ ଗୋଟିଏ କରି। ଲାଷ୍ଟକୁ କେତେ ବଞ୍ଚିଲା? ଲାଷ୍ଟକୁ 0 ପିଲା ବଞ୍ଚିଲା। ଦେଖ କେମିତି ଲେଖିବା ଦେଖ 9 ଜଣ ପିଲାଙ୍କ ମଧ୍ୟରୁ 1 ଜଣ ଗଲା ପରେ ରହିଲେ 8 ଜଣ। ଯଦି 9ଟା ପିଲା ଅଛନ୍ତି 9ଟା ପିଲା ଯଦି ଗୋଟେ ପିଲା ଯଦି ଗଲା ବୋଲେ କେତେ ପିଲା ବଞ୍ଚିବେ? ଇଜିକାଲ୍ ଟୁ 8ଟି ପିଲା ବଞ୍ଚିବେ। 9 ଜଣ 9 ଜଣ ପିଲାରୁ -1 ଜଣ ପିଲା ଯଦି କରିଲେ ଆମକୁ କେତେ ବଞ୍ଚିବେ? 8 ଜଣ ପିଲା ବଞ୍ଚିବେ। ସେହିପରି ଦେଖ 8 ଜଣରୁ ଆଉ ଜଣେ ଯଦି ଚାଲିଗଲେ କେତେ ଜଣ ବଞ୍ଚିବେ? ଜଣେ ପିଲା ବଞ୍ଚିବ। ଦେଖ ନମ୍ବର 7 ଏହିପରି ଲେଖିବା। ଦେଖ କେମିତି ଲେଖାଯିବ ପିଲା? ଏହିପରି ଲେଖିବା। ଦେଖ ଏଇଟା ହେଲା ଏମିତି ତାହେଲେ ବେଶ ଗାର ଟାଣିବ। ଏଇଟା ଥ ଅଛି ଦେଖ ଥକୁ ବି ଏମିତି କ'ଣ କରିବ? ଏମିତି ଗାର ଧରି ଏମିତି ଗାର ଏମିତି ଲଗାଇକି ଏମିତି କରିବ। ଫ ଦେଖ ଫକୁ ବି ଏମିତି କରିକି ଏମିତି ଫ ହେଇଗଲା। ଦେଖ ଏମିତି ସମସ୍ତେ ଲେଖ ପିଲାମାନେ। ନମ୍ବର 8 ଦେଖ 8 କ ଯଦି ଗୋଟିଏ ହାତୀ ଛୁଆ ତୁମ ଘରକୁ ଆସେ ତୁମେ କ'ଣ କରିବ? ପିଲାମାନେ କିଏ କିଏ ହାତୀ ଦେଖିଛ? ହାତ ଟେକ। ସମସ୍ତେ ଦେଖିଥିବ ନା ହାତୀ। ଯଦି ତୁମ ଘର ପାଖକୁ ଗୋଟିଏ ହାତୀ ଛୁଆ ଆସିଲେ ପିଲାମାନେ ତୁମେ କ'ଣ କରିବ? ତାକୁ ଧରିବ, ଖେଳିବ କି ମାରିବ? କ'ଣ କରିବ? ତାକୁ ଆମେ ବଣ ଅଧିକାରୀଙ୍କୁ ଫୋନ୍ କରିକି ଦେଇଦେବା। ଆମେ ହାତୀ ଛୁଆକୁ ମାରିବା ନାହିଁ। ଠିକ୍ ଅଛି ପିଲାମାନେ। ଦେଖ ଖ ନମ୍ବର ଖ ଦେଖ ଖଡ଼ିକାରେ ଧନୁଶର ତିଆରି କରି ଆଣି ଦେଖାଅ। ଖଡ଼ିକାରେ କ'ଣ କରିବ? ଧନୁଶର ତିଆରି କରି ଆଣି ଦେଖାଅ। ଖଡ଼ିକାରେ କେମିତି ଧନୁଶର ତିଆରି କରନ୍ତି ପିଲାମାନେ? ଦେଖ କେମିତି କରନ୍ତି। ଦେଖ ଧନୁଶର କେମିତି ଥାଏ ପିଲାମାନେ? ଦେଖ ଏଇଟା ଏମିତି ଥିବ, ଏମିତି ରସିଟେ ଲାଗିଥିବ। ଏଇଟା ହେଲା ସର ଏମିତି ଥିବ ପିଲାମାନେ। ଦେଖିଲ ଏଇଟା ହେଲା କ'ଣ? ଏଇଟା ହେଲା ଧନୁ। ଏଇଟା କ'ଣ? ଏଇଟା ହେଲା ସର। ଏମିତି ତିଆରି କରିବ ପିଲାମାନେ। ଧନୁଶର ଆଙ୍କିବ। ଦେଖିଲ ଶିକ୍ଷକ ଓ ଅଭିଭାବକଙ୍କ ପାଇଁ ସୂଚନା। ଏଇଟା ଶିକ୍ଷକ ଏବଂ ଅଭିଭାବକ ତାଙ୍କର ପ୍ୟାରେଣ୍ଟସ୍ ମାନଙ୍କ ପାଇଁ ଏଇଟା ସୂଚନା ଦିଆଯାଇଛି। ଦେଖ ଗପଟିକୁ ପିଲାମାନଙ୍କୁ ଅଙ୍ଗଭଙ୍ଗୀ ସହ କହିବେ। କହିଲା ବେଳେ ଧାଡ଼ିରୁ ଶବ୍ଦରୁ ଅକ୍ଷର ଚିହ୍ନିବା ଉପରେ ଗୁରୁତ୍ୱ ଦେବେ। ଚିତ୍ର ଗୁଡ଼ିକ ଉପରେ ଆଲୋଚନା କରିବେ। ଯେଉଁ ଚିତ୍ରମାନେ ସେ ଚିତ୍ରକୁ ସେ ଛୁଆମାନଙ୍କ ସହିତ ସେ ପିଲାମାନଙ୍କ ଯେଉଁ ପିଲାମାନଙ୍କୁ ଆପଣ ପଢ଼ୁଛନ୍ତି ସେ ପିଲାମାନଙ୍କ ସହିତ କ'ଣ କରିବ? ସେ ପିଲାମାନଙ୍କ ସହିତ ସେ ଚିତ୍ର ଦେଖି ତା ସହିତ ସେ ଆଲୋଚନା କରିବ। ଅଭ୍ୟାସ କାର୍ଯ୍ୟ 1 ଦେଖ 1ରେ ଦିଆଯାଇଥିବା ପ୍ରଶ୍ନ ବ୍ୟତୀତ ଅଧିକ ଛୋଟ ଛୋଟ ପ୍ରଶ୍ନ ଉପରେ ଆଲୋଚନା ଆବଶ୍ୟକ। ଆମକୁ ଯେଉଁ ଛୋଟ ଛୋଟ ପ୍ରଶ୍ନ ଦିଆଯାଇଛି ଅଭ୍ୟାସ କାର୍ଯ୍ୟରେ
ସେ ପ୍ରଶ୍ନ ସହିତ ଆଉ ସେ ଆମେ ମନେକର ଗୋଟିଏ ହାତୀର ବିଷୟରେ ଜାଣିବା, ହେଲେ ହାତୀର କାମ କ'ଣ, ହାତୀ କେଉଁଠି ରୁହେ, ହାତୀକୁ ଆମେ ସର୍କସ୍ ବି କରିଥାଉ, ସେଇ ବିଷୟରେ ଆମେ ତା ବିଷୟରେ ଅନେକ କିଛି ପିଲାମାନଙ୍କୁ ତଥ୍ୟ ଜଣାଇବା ଆବଶ୍ୟକ। ଦେଖ କର ଅପେକ୍ଷା ଚେୟାର କ ଖରେ ପ୍ରତ୍ୟେକ ପିଲାଙ୍କୁ କହିବାର ସୁଯୋଗ ଦିଆଯିବ। ଆମେ 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 କହିଲେ ବି ହେବନି, ପିଲାମାନଙ୍କୁ ବି କହିବାର ସୁଯୋଗ ଦିଆଯିବା ଉଚିତ। ଘର ପାଖରେ ଥିବା ଫଳ ଫୁଲ ଉପରେ ଆଲୋଚନା କରି ନିହାତି କରାଯିବ। ପିଲାମାନଙ୍କ ସହିତ ଆମେ ଯଦି ଘର ପାଖରେ ଯେଉଁ ଫୁଲ ଗଛ ଫଳ ଗଛ ଅଛି ସେଇ ସବୁ ବିଷୟରେ ଆମେ ପିଲାମାନଙ୍କ ସହିତ ଯଦି ଆଲୋଚନା କରିବା, ପିଲାମାନଙ୍କର କ'ଣ ହେବ, ଅଧିକା ତାଙ୍କର ଆଗ୍ରହ ବଢ଼ିବ। ସେମାନେ କହିପାରିବେ ତାଙ୍କ ପାଖରେ କି କି ଗଛ ଅଛି, କ'ଣ ଅଛି, ଏବଂ ପାଠ ପଢ଼ିବା ପାଇଁ ସେମାନେ ବେଶୀ ଆଗ୍ରହୀ ହେବେ। ଆଉ ଯଦି ଆମେ ନିଜେ ଯଦି କହିବା, ହେଲେ ପିଲାମାନେ ପଢ଼ିବେ ନାହିଁ, ତାଙ୍କ ମନଟା ପଢ଼ିବାରୁ କ'ଣ ହେବ, ହଟିଯିବ। ଦେଖ 5 ନମ୍ବର କ'ଣ, ଅଭ୍ୟାସ କାର୍ଯ୍ୟ 5ରେ ବହି କାମ ସହ ବସ୍ତୁକୁ ନେଇ ବିୟୋଗ କାମ ସେଇଠି କରାଯିବ। ଦେଖ ଆମେ ପିଲାମାନଙ୍କୁ ବିୟୋଗ ବି ଶିଖାଇବା। ବହିମାନଙ୍କୁ ନେଇ ଯଦି ଗୋଟିଏ ପିଲା ପାଖରେ 10ଟି ବହି ଅଛି, ମନେକର ଧର ରାମୁ ପାଖରେ 10ଟି ବହି ଅଛି, ରାମୁ ଯଦି ଶାମୁକୁ 2 ଖଣ୍ଡ ବହି ଦେଇଦେଲା, ହେଲେ ରାମୁ ପାଖରେ କେତୋଟି ବହି ଥିବ। ଏମିତି ଆମେ ବିୟୋଗ ମାନେ ଯଦି ଛୁଆମାନଙ୍କୁ ଶିଖାଇବା, ହେଲେ ଶିଖାଇଲେ କ'ଣ ହେବ, ଛୁଆମାନେ ଶୀଘ୍ର ଶିଖିପାରିବେ, ବିୟୋଗ ଶିଖିପାରିବେ, ଯୋଗ ଶିଖିପାରିବେ। ଏମିତି ପୁସ୍ତକ ମାଧ୍ୟମରେ କି ପେନସିଲ୍ ମାଧ୍ୟମରେ କି ଚକ୍ ମାଧ୍ୟମରେ ଯଦି ଆମେ ଶିଖାଇବା ପିଲାମାନଙ୍କୁ, ହେଲେ ପିଲାମାନେ ଶୀଘ୍ର ଶିଖିପାରିବେ। ଦେଖ ଅଭ୍ୟାସ କାର୍ଯ୍ୟ 7ରେ ଅକ୍ଷର ଲିଖନ କାର୍ଯ୍ୟ ପାଇଁ ସିଲଟ କଳାପଟ ଆଉ କାନ୍ଥ କଳାପଟରେ କରାଯିବା ଆବଶ୍ୟକ। ଯଦି ଆମେ ଯଦି ଅକ୍ଷର ଲେଖିବା, ହେଲେ ପିଲାମାନଙ୍କୁ ଗୋଟିଏ ସିଲେଟ ନାହିଁ ତ କ'ଣ କଳାପଟା ଯଦି ଆମେ ପିଲାମାନଙ୍କୁ ଚକ୍ ଦେଲେ, ସେମାନେ ଲେଖିଲେ ତାଙ୍କର ଅକ୍ଷର ଲିଖନ ଠିକ୍ ହେବ। ଆମେ ପିଲାଙ୍କୁ ସବୁବେଳେ ଆମେ ତାକୁ ଡାକି କ'ଣ କରିବା ଉଚିତ, ଶିକ୍ଷକମାନେ ପିଲାମାନଙ୍କୁ କଳାପଟାରେ ଲେଖିବା ପାଇଁ କହିବା, ନହେଲେ ସିଲେଟରେ ଲେଖିକି ଆଣିବା ପାଇଁ କହିବା। ଏହି ପାଠ ପାଇଁ ଅନ୍ୟୁନ 19ଟି ପିରିୟଡ଼ ଲାଗିବ। ଏହି ପାଠରେ କେତୋଟି ପିରିୟଡ଼ କରିବା ଉଚିତ, ପିରିୟଡ଼ 19ଟି। ଏହି ପାଠରେ ସ ଥ ଫ ଅକ୍ଷର ଚିହ୍ନ ପଠନ ଓ ଲିଖନ ଚିତ୍ର ବିଷୟରେ ଆଲୋଚନା। ଏଇଥିରେ ଏହି ପାଠରେ ଦେଖ ତାଲବେଶ ଥ ଫର ଚିହ୍ନଟ କରିବା ଏବଂ ସେ ବିଷୟରେ ଆମେ କ'ଣ କରିବା, ଲିଖନ ପଠ କରିବା ଓ ଆଲୋଚନା କରିବା। ଆଲୋଚନା 9 ମଧ୍ୟରେ ବିୟୋଗର 1ର କ୍ରମିକ ବିୟୋଗ ବିଷୟରେ ଧାରଣା ଶୁଣ। ଦେଖ ଏଥିରେ ଗୋଟିଏ ସୁନ୍ଦର ଭାବରେ ଅଛି। 9 ମନେକର 9 ଜଣ ପିଲା ଅଛନ୍ତି। ଗୋଟେ ପିଲା ଯଦି ଚାଲିଗଲା, କେତୋଟି ବଚିବେ, 8ଟି ପିଲା ବଚିବେ। 8 ମଧ୍ୟରୁ ବି ଗୋଟେ ପିଲା ଚାଲିଗଲେ କେତେ ପିଲା ହେବେ, 7 ବଚିବେ। ଠିକ୍ ସେହିପରି ଲାଷ୍ଟକୁ କେତୋଟି ବଚିବେ, ଲାଷ୍ଟକୁ 0 ପିଲା ବଚିବେ। ଏଇଟା ହେଲା କ'ଣ, ସୃଜନାତ୍ମକ ଚିନ୍ତନ ଓ ହସ୍ତକର୍ମ ଇତ୍ୟାଦି ଉପରେ ଧାରଣା ଆଧାରିତ ଦକ୍ଷତା ବିକାଶ ହେବା ଆବଶ୍ୟକ। ଆମେ ଯଦି ଏମିତି ପିଲାମାନଙ୍କୁ ଯଦି ବୁଝାଇକି ପଢ଼ିବା, ହେଲେ ପିଲାମାନେ କ'ଣ କରିବେ, ଖୁସିର ସହିତ ପାଠ ପଢ଼ିବେ ଏବଂ ଥରେ ଏହିଭଳି ଖୁସି ପାଠ ପଢ଼ିଲେ ତାଙ୍କ ସାରା ଜୀବନ ପର୍ଯ୍ୟନ୍ତ ସେ ପାଠଟା ତାଙ୍କ ମନରେ ରହିଯାଇଥିବ ଏବଂ ପାଠ ପଢ଼ିବା ପାଇଁ ସେମାନେ ଆଗ୍ରହୀ ହେବେ। ତ ଆମେ ପିଲାମାନଙ୍କୁ ସତ୍କର୍ମ ଏବଂ ଭଲ ଶିକ୍ଷା ଦେଲେ ପିଲାମାନେ ଭବିଷ୍ୟତରେ ପାଠ ପଢ଼ିବେ ଏବଂ ଖୁସି ହେବେ। ଦେଖ
ଏଇଟା କେତେ ସୁନ୍ଦର ଭାବରେ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ଦେଖ କେତେ ସୁନ୍ଦର ଭାବରେ ଏଇଟା ଦିଆଯାଇଛି। ଦେଖ ଏଥିରେ ପିଲାମାନେ କ'ଣ ଶିଖିପାରିବେ? ପିଲାମାନେ ଏଥିରେ ବିୟୋଗ ଶିଖିବେ। ବୁଝିଲ? ବିୟୋଗ ଏବଂ ଯୋଗ ବି ଶିଖିବେ ଏଥିରେ। ଦେଖ କେମିତି ଶିଖିବେ ବିୟୋଗ ଏବଂ ଯୋଗ? ଦେଖ ଏଇଟା 9 ଜଣ ପିଲା ଥିଲେ, 9 ଜଣରୁ ଗୋଟେ ମାଇନସ୍ ଯଦି 9 ଜଣରୁ ଆମେ ଯଦି ଗୋଟେ ବିୟୋଗ କରିବାର କେତେ ବଞ୍ଚିବେ? 8 ଜଣ ବଞ୍ଚିବେ। 8 ଜଣରୁ ଗୋଟିଏ ଯଦି ବିୟୋଗ କରିବା କେତେ ଜଣ ବଞ୍ଚିବେ? 7 ଜଣ ବଞ୍ଚିବେ। ଦେଖ ଠିକ୍ ସେହିପରି ଆମେ ଯୋଗ କେମିତି କରିବା? ଦେଖ ଆମେ ଯୋଗ କରିବା। ଦେଖ ଏମାନଙ୍କୁ କେମିତି ଏଥିରେ ଯୋଗ ମଧ୍ୟ ଶିଖିବେ। ଯୋଗ କେମିତି କରିବା? ଦେଖ ଗୋଟେ ପାଖରେ ଗୋଟିଏ ପିଲା ମଧ୍ୟ ଥିଲେ ନାହିଁ, ଜଣେ ପିଲା ଆସିଲା, ଜଣେ ହେଲା, ତାପରେ ଆଉ ଜଣେ ଆସିଲା ପରେ କେତେ ଜଣ ହେବେ? 2 ଜଣ ହେଲେ। 2 ଜଣ ଥିଲେ, ସେଥିରେ ଆଉ ଜଣେ ଆସିକି ମିଶିଲା କେତେ ଜଣ ହେବେ? 3 ଜଣ ହେଲେ। 3 ଜଣ ପିଲା କଥାବାର୍ତ୍ତା ଥିଲେ, ସେଇ ପାଖରେ ଆଉ ଜଣେ ପିଲା ଆସିକି ସେଇ ସଭାରେ ରହିଲା, କେତେ ଜଣ ରହିବେ? 4 ଜଣ ହେବେ। 4 ଜଣ ଅଛନ୍ତି, 4 ଜଣ କଥା ହଉ ଆଉ ଜଣେ ସେଥିରେ ଆସିକି ମିଶିଲା, କେତେ ଜଣ ହେବେ? 5 ଜଣ। ଠିକ୍ ସେହିପରି ସମସ୍ତେ ଏଥିରେ କ'ଣ ହେବେ? ଯୋଗ ହୋଇକି ଆସିବେ। ଶେଷରେ କେତେ ଜଣ ପର୍ଯ୍ୟନ୍ତ ରହିଲେ? 9 ଜଣ। ବୁଝିଲ ପିଲାମାନେ? ଯଦି ଆମେ ଜଣେ ଜଣେ ଯଦି କାଟି ଆଣିବା, ବିୟୋଗ କରି ଆଣିବା ପଡ଼ିଲେ ଗୋଟେ କୋଟି ଆସିଲେ କ'ଣ ସେଟା ହେଲା ବିୟୋଗ, ଆଉ ଗୋଟେ ଯଦି ଆମେ ଯୋଗ କରିବା ସେଟା ହେଲା ଯୋଗଫଳ। ବୁଝିପାରିଲ ପିଲାମାନେ? ଦେଖ ଠିକ୍ ଏଇଟା ଦେଖ 9 ଜଣ ପିଲାଙ୍କ ମଧ୍ୟରୁ ଜଣେ ଗଲା ପରେ କେତେ? 8 ଜଣ ବସିଲେ। ଠିକ୍ ସେପରି 8 ଜଣ ପିଲା ଥିଲେ, ସେଥିରେ ଆଉ ଜଣେ ଯଦି ଯୋଗ ହେଲା ବେଲେ କେତେ ଜଣ ପିଲା ହେବେ? 9 ଜଣ ପିଲା ହେବେ। ଏଇ ଗୋଟିଏରେ ଆମେ କ'ଣ ଶିଖିବା? ବିୟୋଗ ଏବଂ ଯୋଗ ଶିଖିପାରିବା। ଠିକ୍ ଅଛି ପିଲାମାନେ, ଆଜି ତ ସମୟ ହେଇଯାଇଛି। ପୁଣି ଆଉ ଗୋଟିଏ ଭିଡ଼ିଓ ପାଇଁ ତୁମମାନଙ୍କୁ ଦେଖିବ କାଲି ଆଣିକି ଦେବି। ଠିକ୍ ଅଛି, ଧନ୍ୟବାଦ। ପିଲାମାନେ ଏଇ ଗପଟି ତୁମମାନଙ୍କୁ